ସୁରେନ୍ଦ୍ର ମହାନ୍ତି ମା ପୁଅର ସମ୍ପର୍କକୁ ନେଇ ଯେମିତି ସାରିପୁତ୍ତ ନାମକ ଗଳ୍ପ ଲେଖିଛନ୍ତି, ସେଇଭଳି ବାପ ପୁଅର ସମ୍ପର୍କକୁ ନେଇ ପିତା ଓ ପୁତ୍ର ଗଳ୍ପ ମଧ୍ୟ ଲେଖିଛନ୍ତି। ତେଣୁ ସମ୍ପର୍କ ମଣିଷ ଜୀବନ ପାଇଁ ଅପରିହାର୍ଯ୍ୟ। ବିନା ସମ୍ପର୍କରେ ମଣିଷ ସାମାଜିକ ଜୀବ ହୋଇ ଚଳିବା ଦୁଷ୍କର, ଅସମ୍ଭବ ମଧ୍ୟ। ତେଣୁ ଏହି ସମ୍ପର୍କ ସମ୍ବନ୍ଧର ମୂଳସୂତ୍ର ହେଉଛି ମଣିଷର ଅସହାୟତା ଓ ଶାରୀରିକ ଆବଶ୍ୟକତା। ଏ ଦୁଇଟି କାରଣ ପାଇଁ ମଣିଷ ସମ୍ପର୍କ ସ୍ଥାପନ କରେ। ତେଣୁ ସେହି ସମ୍ପର୍କ ସ୍ଥାପନ କ୍ରମରେ ସୁରେନ୍ଦ୍ର ମହାନ୍ତିଙ୍କ ଐତିହାସିକ ପୃଷ୍ଠଭୂମି ଉପରେ ରଚିତ ପିତା ପୁତ୍ରର ସମ୍ପର୍କ ବିଘଟନକୁ ନେଇ ରଚିତ ପିତା ଓ ପୁତ୍ର ଗଳ୍ପ ସମ୍ପର୍କରେ ଲିଖିତ ଆଲୋଚନା ବର୍ତ୍ତମାନ ମୁଁ କରୁଅଛି। ସୁରେନ୍ଦ୍ରଙ୍କର ବୌଦ୍ଧ ଧର୍ମ ଦର୍ଶନ ଦର୍ଶିତ ବାପ ପୁଅର ସମ୍ପର୍କ ସମ୍ବନ୍ଧକୁ ନେଇ ରାଜରାଜୁଡ଼ା ବାତାବରଣ ମଧ୍ୟରେ ପ୍ରତିପାଳିତ ବିହାର ରାଜ୍ୟରେ ଥିବା ରାଜଗୃହର ରାଜା ବିମ୍ବିସାର ଓ ତାଙ୍କର କୁଳାଙ୍ଗାର ପୁତ୍ର ଅଜାତଶତ୍ରୁଙ୍କ ମଧ୍ୟରେ ସେହି ସମ୍ପର୍କ ବିଘଟନକୁ ନେଇ ଅପର ନାଟକୀୟ କାବ୍ୟିକ ଆଳଙ୍କାରିକ ରମଣୀୟ ଭାଷାଭଙ୍ଗୀରେ ପୁନଶ୍ଚ ଶ୍ରେଣୀଗୃହରେ ପାଠ୍ୟ ପ୍ରଚଳିତ କୋର୍ସରେ ରହିଥିବା ନାଟକ ହୋଇଥିବା ପିତା ଓ ପୁତ୍ରର ଗଳ୍ପ କାହାଣୀରେ ବୁଦ୍ଧ ଚରିତ୍ର ଅନ୍ତର୍ଗତ ହୋଇଛନ୍ତି। ବାପା ବିମ୍ବିସାରଙ୍କୁ ପୁତ୍ର ରାଜା ଅଜାତଶତ୍ରୁ ବନ୍ଦୀ କରିକି ରଖିଛନ୍ତି, କାରଣ ରାଜା ଅଜାତଶତ୍ରୁ ବଡ଼ ହେଲେ କାଳେ ବାପାଙ୍କଠାରୁ ରାଜଗାଦି ଛଡ଼ାଇ ନେଇଯିବେ, ପିତୃହତ୍ୟାକାରୀ ହେବେ। ଜନଶ୍ରୁତି ବା ଲୋକମୁଖରେ ଅଜାତଶତ୍ରୁ ଶୁଣିଥିଲେ କି ବାପା ବିମ୍ବିସାର ତାଙ୍କୁ ଜୀବନରୁ ମାରିଦେବାକୁ ଇଚ୍ଛା କରିଥିଲେ, ହେଲେ ବାପା ହେବାର ଖୁସିରେ ମାରିପାରି ନଥିଲେ। ଭବିଷ୍ୟତରେ କିଏ କ'ଣ କରିବ ନ କରିବ, ଶତ୍ରୁ ହେବ କି ନ ହେବ, ଅଜଣା ଅଦୃଶ୍ୟ କଥା କିଏ ଅବା ଜାଣିଛି। ବିମ୍ବିସାର ଯାହା ଭାବିଥିଲେ ହୁଏତ ଅଜାତଶତ୍ରୁ ସେଭଳି ଭବିଷ୍ୟତରେ ହୋଇ ନ ପାରନ୍ତି। ଏହି ଆଶାର ଦ୍ୱନ୍ଦ୍ୱରେ ବାପା ବିମ୍ବିସାର ପୁତ୍ର ଅଜାତଶତ୍ରୁଙ୍କୁ ଜନ୍ମ ପରେ ଜୀବନରୁ ମାରି ନଥିଲେ। ବାପା ହେବାର ସୌଭାଗ୍ୟ କ'ଣ ସମସ୍ତଙ୍କ ଭାଗ୍ୟରେ ଥାଏ? ସେହି ଖୁସିରେ ବିମ୍ବିସାର ମୋହିତ ହୋଇ ପୁତ୍ରହତ୍ୟାକାରୀ ହୋଇ ନଥିଲେ, ହେଲେ କଥା ଲୋକମୁଖରେ ରହିଯାଇଥିଲା। ଆଉ ପୁତ୍ର ଅଜାତଶତ୍ରୁ ଏହାକୁ ଶୁଣି ସେହି ରାଗରେ ବାପା ବିମ୍ବିସାରଙ୍କୁ ଖାଇବାକୁ ପିଇବାକୁ ନ ଦେଇ ଭୋକ ଶୋଷର ବନ୍ଦୀ ଘରେ ବନ୍ଦୀ କରି ରଖି ଶୁଖାଇ ଶୁଖାଇ ମାରିବାକୁ ରକ୍ଷୀକୁ ଆଦେଶ ଦେଇଥିଲେ। ରକ୍ଷୀ ଚଣ୍ଡ ମଧ୍ୟ ରାଜ ଆଦେଶ ପାଳନ କରୁଥିଲା। ମାତା କୋଶଳା ଦେବୀ ଦିନେ ଆସି ପୁଅ ଅଜାତଶତ୍ରୁଙ୍କୁ କାକୁତି ମିନତି ହୋଇ ଗୁହାରି କରି କହିଛନ୍ତି, ତାଙ୍କର ସ୍ୱାମୀ ବିମ୍ବିସାରଙ୍କୁ ସେ ନିଜ ହାତରନ୍ଧା ପ୍ରସ୍ତୁତ ଖାଦ୍ୟ ଖୁଆଇବେ। ମାତା ବୋଲି ବି ଅଜାତଶତ୍ରୁ ଗର୍ବରେ ନ ଡାକି କହିଛନ୍ତି କାଶୀରାଜ ନନ୍ଦିନୀ। ମା କୋଶଳା ଦେବୀଙ୍କୁ ଏହା ଦୁଃଖ ଦେଲେ ବି ସେ ଅସହାୟ ନିରୁପାୟ। ପୁଅ ତାଙ୍କର ରାଜା, ରାଜା ଗୋଜା ତାଙ୍କ ବିଚାର ଆଖିବୁଜା, କାଳେ ତାଙ୍କୁ ବି ବନ୍ଦିନୀ କରି କାରାଗାରରେ ବାପାଙ୍କ ଭଳି ପକାଇ ଦେବେ। ମା'ଙ୍କୁ ରାଗିବା ପଛରେ ଅଜାତଶତ୍ରୁଙ୍କର ଉଦ୍ଦେଶ୍ୟ ଥିଲା ବାପା ବିମ୍ବିସାର ଯେବେ ପୁଅ ଅଜାତଶତ୍ରୁ ଭବିଷ୍ୟତରେ ରାଜଗାଦି ପାଇଁ ପିତୃହନ୍ତା ହୋଇ ପାରେର ଭୟ କରି ମୂଳୁ ମାଇଲେ ଜୀବସରି ଦେବଙ୍କ ସଙ୍ଗେ କିମ୍ପା କଳି ଭାବି ଅଜାତଶତ୍ରୁଙ୍କୁ ଜୀବନରୁ ମାରିଦେବାର ଯୋଜନା ମନରେ କରିଥିଲେ, ସେବେ ମା ଚାହିଁଥିଲେ ତ ବାପାଙ୍କର ଏ ପ୍ରକାର ଭୁଲ ଧାରଣାକୁ ବଦଳାଇ ପାରିଥାନ୍ତେ, କିନ୍ତୁ କିଛି କରି ନଥିଲେ କାହିଁକି? ସେଥିପାଇଁ ଅଜାତଶତ୍ରୁ ମା'ଙ୍କୁ ମନେ ମନେ ରାଗୁଥିଲେ ବୋଲି ତାଙ୍କ ପ୍ରତି କଠୋର ବ୍ୟବହାର ଦେଖାଉଥିଲେ। ଜନ୍ମଦାତ୍ରୀ ମା ହୋଇ ଯଦି ବାପାଙ୍କ କଥାରେ ଭଳିଯିବ, ଏହା ମାତାଙ୍କର ମନର ଉଚିତ ବିଚାର ନୁହେଁ ବୋଲି ପୁତ୍ର ଅଜାତଶତ୍ରୁ ଭାବି ବ୍ୟବହାରରେ ଅବହେଳା ଦେଖାଇଛନ୍ତି। ମା'ଙ୍କୁ ଉପରଠାଉରିଆ ଭାବରେ ବାପା ବିମ୍ବିସାରଙ୍କୁ ନିଜ ହାତରନ୍ଧା ଖାଦ୍ୟ ପରଷି ଖୁଆଇ ଦେବାକୁ ଅନୁମତି ଦେଇଥିଲେ ସିନା, ହେଲେ ରକ୍ଷୀକୁ ମନା କରି ଦେଇଥିଲେ କୋଶଳା ଦେବୀଙ୍କୁ ବନ୍ଦୀଶାଳା କାରାଗାର ଭିତରକୁ ନ ପଶାଇବାକୁ। ଏଇଠି ଜଣାପଡ଼େ ଜନଶ୍ରୁତି ବା କିମ୍ବଦନ୍ତୀ କେମିତି ବାପ ପୁଅର ଏବଂ ମା ସହିତ ପରବର୍ତ୍ତୀ ସମ୍ପର୍କକୁ
ଖରାପ କରିଦେଇଥିଲା। ଯଦି ପୁଅ କାଳେ ଭବିଷ୍ୟତରେ ପିତୃହନ୍ତା ହେବାର ଭୟ ବିମ୍ବିସାରଙ୍କ ମନରେ ସଂଗୁପ୍ତ ରହିଥିଲା, ତେବେ ସେଭଳି ପୁଅକୁ ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଜନ୍ମ ଦେବା ବିମ୍ବିସାରଙ୍କ ପକ୍ଷେ ଉଚିତ ନଥିଲା। ଅବଶ୍ୟ ବିମ୍ବିସାର କ'ଣ ଜାଣିଥିଲେ କି ପୁଅ ହେବ କି ଝିଅ ହେବାର ଘଟଣାକୁ? ଭବିଷ୍ୟତ ତ ଅନ୍ଧାର, ଅଜଣା, ଅଗମ୍ୟ। ତେବେ ଯାହା ବି ହେଉ, ସେଇ ରାଗରେ ପୁଅ ଅଜାତଶତ୍ରୁ ବାପା ରାଜା ବିମ୍ବିସାରଙ୍କୁ ବନ୍ଦୀ କରି ବନ୍ଦୀଶାଳାରେ ଅନ୍ଧକାର କୋଠରୀ ଭିତରେ ପକାଇ ଖାଦ୍ୟ ପାନୀୟ ନ ଦେଇ ମାରିବାର ଯୋଜନା କରିଥିଲେ। ଅଜାତଶତ୍ରୁଙ୍କର ଏ ପ୍ରକାର ଭୁଲ ଧାରଣା ସେପର୍ଯ୍ୟନ୍ତ ତାଙ୍କର ନିଷ୍ଠୁର ମନରେ ବଳବତ୍ତର ଥିଲା, ଯେପର୍ଯ୍ୟନ୍ତ ସେ ନିଜେ ବାପା ହେବାର ଗୌରବରୁ ନିଜକୁ ବଞ୍ଚିତ କରି ରଖିଥିଲେ। କିନ୍ତୁ ଏକଦା ନିଜ ପତ୍ନୀ ବଜ୍ରାଙ୍କ ପାଖେ ଗୋଟିଏ ବିଛଣା ରାଜନଅର ଭିତରେ ଶୋଇଥିଲେ ଗର୍ଭବତୀ ବଜ୍ରା ତାଙ୍କୁ ପ୍ରଶ୍ନ ପଚାରିଥିଲେ, କୁହନ୍ତୁ ମହାରାଜ, ଏ ସନ୍ତାନ ପୁତ୍ର ହେବ ନା କନ୍ୟା? ପୁଅ ତଥା ମଗଧର ରାଜା ଅଜାତଶତ୍ରୁ ରାଗିଗଲେ, ଡରିଗଲେ, ସହିପାରିଲେ ନାହିଁ ରାଣୀ ବଜ୍ରାଙ୍କର ଏ ପ୍ରକାର ପ୍ରଶ୍ନ ଶୁଣି। ଓଲଟି ବିଚଳିତ ହୋଇ ରାଜନଅର ଅଗଣାରେ ବୁଲି ଭାବୁଥିଲେ, ଯଦି ପୁଅ ହୋଇଯାଏ ତ ସେ ତ ମୋତେ ବନ୍ଦୀଶାଳାରେ ବନ୍ଦୀ କରି ରଖିବ, ଭବିଷ୍ୟତରେ ବଡ଼ ହୋଇ ମୋଠାରୁ ରାଜସିଂହାସନ ଛଡ଼ାଇବାର ଦୁରାଶା ନେଇ, ଯେମିତି ମୁଁ ଆଜି ମୋର ଜନ୍ମଦାତା ପିତାଙ୍କୁ ବନ୍ଦୀ କରି ରଖିବା ଭଳି। ଭଗବାନଙ୍କର ବାଣୀ ଅଛି କି ଏ ମଣିଷ ତୁମକୁ ତାହାରି ବଦଳ ମିଳିବ ଯେମିତି ତୁମେ କାମ କରୁଥିଲ। ମୁଁ ଭଗବାନ, କ୍ରୋଧୀ, ପ୍ରତିଶୋଧୀ, ଯେସାକୁ ତେସା ଦେବାକାରୀ। ମୁଁ ଜାଣେ ମଣିଷର କାମକୁ। ସାମାନ୍ୟତମ କିଛି ବି ଗାଏବ ହୋଇଯାଏନା, ହଜିଯାଇ ନଥାଏ ମୋର ଦୃଷ୍ଟିରୁ। ମଣିଷର କାମ ନତୁବା ଆକାଶ ପୃଥିବୀ ମଧ୍ୟର ଘଟଣା, ଦୁର୍ଘଟଣା। ମଣିଷକୁ ଆସୁଥିବା ବିପଦକୁ ମୁଁ ତିଆରି କରି ପଠାଏ, ମୋତେ ସବୁ ଜଣାଅଛି। ଏହି ସମୟରେ ପୁଅ ଅଜାତଶତ୍ରୁ ଶୁଣିଛନ୍ତି ରାଜବାଟୀ ମଧ୍ୟରେ ପୁଅ ଉଦ୍ଦାଳକ ଜନ୍ମ ହେବାର ହର୍ଷଧ୍ୱନି। କ୍ଷଣିକ ପାଇଁ ରାଗିଲେ, ମନ ଊଣା କଲେ ମଧ୍ୟ ବାପା ହେବାର ଗୌରବରେ ପିତା ଅଜାତଶତ୍ରୁଙ୍କର ହୃଦୟରେ ମଧ୍ୟ ଖୁସି ଉଲ୍ଲାସ ଦେଖାଦେଇଛି। ବିଭା ହେବାର ସାର୍ଥକତା ତ ଏଇଠି। ବାହା ହୋଇ ସ୍ତ୍ରୀକୁ ଶାରୀରିକ ସୁଖ ପ୍ରଦାନ କରି ଯଦି ସ୍ୱାମୀ ପ୍ରବରଟି ବାପା ହେବାର ଗୌରବରୁ ବଞ୍ଚିତ ହୁଏ, ନିଜେ ଆଣ୍ଠୁକୁଡ଼ା ରହି ସ୍ତ୍ରୀକୁ ବନ୍ଧ୍ୟା ବାଞ୍ଝ କରାଏ, ତେବେ ସେଭଳି ବିବାହକୁ ଗାଳି ଦେଇ ଧିକ୍କାର କରାଯିବ। ଏଭଳି ପୌରୁଷତ୍ୱ ମଧ୍ୟ ବ୍ୟର୍ଥ କୁହାଇବ। ଏହା ବୋଧେ ଅଜାତଶତ୍ରୁଙ୍କ ମନରେ ଭାବିଥିଲେ ବୋଲି ବିଧାତା ତାଙ୍କୁ ପିତୃତ୍ୱର ମହନୀୟ ଅଧିକାର ଦେଇଛନ୍ତି। ଭବିଷ୍ୟତରେ ପୁଅ ବାପାକୁ ମାରିବ କିମ୍ବା ମାରିବ ନାହିଁ, ରାଜଗାଦି ପାଇଁ ଏ ପ୍ରକାର ଦୁଶ୍ଚିନ୍ତାକୁ ବିମ୍ବିସାରଙ୍କର ରାଜାପୁଅ ନିଜ ମନରୁ ପୋଛି ଦେଇ ଉତ୍ସବ ପାଳନର ସୁବନ୍ଦୋବସ୍ତ କରିଛନ୍ତି, ଯେମିତି ତାଙ୍କ ବାପା ତାଙ୍କ ପାଇଁ ଅତୀତରେ କରାଇଥିଲେ। ଦୁନିଆର ଏହା ହିଁ ବିଧାନ, ରୀତି, ନୀତି, ଚଳଣି। ଏହାକୁ ଅଜାତଶତ୍ରୁ ନିଜର ତୁଚ୍ଛ ଖିଆଲ ପାଇଁ ବନ୍ଦ କରି ଦେଇପାରିବେନି। ନିନ୍ଦିତ ହେବେ। ପ୍ରଥା ପରମ୍ପରାକୁ ତ ଜୀବନରେ ପୁଣି ରକ୍ଷା କରିବାକୁ ହେବ। ସୁତରାଂ ଅଜାତଶତ୍ରୁ ମନେ ମନେ ଅନୁତପ୍ତ ହୋଇଥିଲେ ପିତା ପ୍ରତି କରିଥିବା ନିଜର ଅତ୍ୟାଚାର କଥାକୁ ଭାବି। ସଂସ୍କୃତରେ କଥା ଅଛି, ପିତା ଧର୍ମଃ, ପିତା ସ୍ୱର୍ଗଃ, ପିତା ହି ପରମଂ ତପଃ, ପିତରି ପ୍ରୀତିମା ପର୍ନେ ପ୍ରୀୟନ୍ତେ ସର୍ବଦେବତାଃ। ଅର୍ଥାତ୍ ପିତା ପୁଅ ପାଇଁ ଜୀବନର ଧର୍ମ, ପୁଅ ଜୀବନର ସ୍ୱର୍ଗ, ଜୀବନର ଶ୍ରେଷ୍ଠ ଉପାସନା, ଆରାଧ୍ୟ, ଆରାଧନାର ଯୋଗ୍ୟ। ଯଦି ଜଣେ ପୁଅ ତାର ଜୀବନରେ ପିତାକୁ ଖୁସି କରାଇ ଦେଲା, ସେବା, କାର୍ପଣ୍ୟ, ପୂଜା ଫଳେ କିବା ଅସାଧ୍ୟ ମହି ତଳେ। ଭାଗବତ ବାଣୀ। ନିଜର ସାଧ୍ୟ ସାଧନା, ଶ୍ରମ, ସେବା ଦ୍ୱାରା ତେବେ ମଲାପରେ ଏଭଳି ପୁଅ ଅବଶ୍ୟ ସ୍ୱର୍ଗଗାମୀ, ସ୍ୱର୍ଗ ସୁଖ ପାଇବାର ଯୋଗ୍ୟ ହକଦାର ହେବ। ଅଗତ୍ୟା ଆଉ କାଳ ବିଳମ୍ବ ନ କରି ଅନୁତାପ ଅନଳରେ ଜଳି ପୋଡ଼ି କାନ୍ଦି କାନ୍ଦି ଯାଇ କାରାଗାରର ଦ୍ୱାର ରଖି ଚଣ୍ଡ ନାମକ ଦ୍ୱାରପାଳ ଦ୍ୱାର ଖୋଲାଇ ଦେଖିଛନ୍ତି, ବାପା ବିମ୍ବିସାର ଆଉ ଜୀବନରେ ବଞ୍ଚିକି ରହି ନଥିଲେ। ଅନୁତପ୍ତ କୁଳାଙ୍ଗାର ନରାଧମ ପୁତ୍ର ଅଜାତଶତ୍ରୁଙ୍କୁ କ୍ଷମା ଦେବା ପାଇଁ। ଭୋକ ଶୋଷରେ ବିକଳ ଅଥୟ ହୋଇ ବିଳପି ବିଳାପ କରି ନିଜର ହାତର ବାହୁକୁ କାମୁଡ଼ିବା ସ୍ଥିତିରେ ରକ୍ତ ବୁହାଇ ମରିଯାଇଥିଲେ। ଲୋକଶୁଣା କଥାର କି କରୁଣା, କି ଦୁଃସ୍ଥିତି। ହିନ୍ଦୀରେ ଗୀତଟିଏ ଅଛି, କୁଛ ତୋ ଲୋଗ କହେଙ୍ଗେ, ଲୋଗୋଁ କା କାମ ହୈ କହନା, ଛୋଡ଼ୋ ଇନ ସବ ବାତୋଁ କୋ बीत न जाए रहना। अमर प्रेम नामक हिंदी सिनेमा, राजेश खन्ना।
ଶର୍ମିଳା ଟାଗୋର ଅଭିନୀତ ଚିତ୍ର। ବିମ୍ବିସାର ଯେତେବେଳେ ବଞ୍ଚିଥିଲେ, ଥରେ ବୌଦ୍ଧ ଧର୍ମର ପ୍ରଣେତା, ନିର୍ମାତା ଓ ପ୍ରଚାରକ ମହାପୁରୁଷ ଗୌତମ ବୁଦ୍ଧଙ୍କୁ ସାକ୍ଷାତ କରି କହିଥିଲେ, କାହିଁକି ଆପଣ ନିଜକୁ ଏ ପ୍ରକାର କୁଚ୍ଛ୍ର କଷ୍ଟକର ସାଧନା ବା ପରିଶ୍ରମରେ ବ୍ରତୀ ଅନ୍ତର୍ଗତ କରିଛନ୍ତି? ଆସନ୍ତୁ ମୋର ରାଜପ୍ରାସାଦକୁ, ମଦ୍ୟପାନ ଓ ନର୍ତ୍ତକୀର ନୃତ୍ୟ ଦର୍ଶନରେ ଆପଣଙ୍କୁ ମସଗୁଲ ଆନନ୍ଦ ଦିଆଇବି। ମହାପୁରୁଷ ଗୌତମ ବୁଦ୍ଧ ସ୍ମିତହାସ୍ୟ ଦେଇଛନ୍ତି, ବୁଝିଛନ୍ତି ଏବଂ କହିଛନ୍ତି, ଦୁଃଖ ପାଇଁ ନୁହେଁ ମହାରାଜ, ଦୁଃଖର କାରଣ ଓ ନିଦାନର ସନ୍ଧାନ ପାଇଁ ମୋର ଏ ସନ୍ନ୍ୟାସ, ଏ କୁଚ୍ଛ୍ର ସାଧନା। ବିମ୍ବିସାର ଶୁଣି ଉଚ୍ଚ ସ୍ୱରରେ ହସି ଥଟ୍ଟା କରିଥିଲେ, ରୋମକର ଫେନିଳ ମଦ୍ୟ ଓ ମାଗଧୀର ଚଟୁଳ ଲାସ୍ୟରେ ପାଇବେ କୁମାର ସବୁ ଦୁଃଖର ନିଦାନ। ଅନ୍ଧକାର ବନ୍ଦୀଶାଳାର ଗୃହରେ ଅତ୍ୟାଚାର ମଧ୍ୟରେ ପଡ଼ି ବିମ୍ବିସାର ଗୌତମଙ୍କୁ ମନେ ପକାଇଥିଲେ। ଗୌତମ କହିଥିଲେ, କାମନାର ବାରିରେ ଏ ଶୋଷର ଶାନ୍ତି ନାହିଁ ମହାରାଜ। ଏକୁଟିଆ କାରାଗାର, ପ୍ରାଣହୀନ ନୀରବତା ସେହି ବାଣୀରେ ଯେପରି ପ୍ରତିଧ୍ୱନିତ ହୋଇ ଉଠିଲା। ବିମ୍ବିସାର ଅନୁଭବ କରିଥିଲେ କି ନର୍ତ୍ତକୀର ନୃତ୍ୟ ଓ ମଦ୍ୟପାନରେ ଥିଲା ରୋମକର ଫେନିଳ ଫେଣଭରା ପାନପାତ୍ରରେ ହଳାହଳର ବିଷର ବୁଦ୍ବୁଦ୍। ଭାବୁଥିଲେ, ବୁଦ୍ଧଙ୍କ କଥା ଉପଦେଶକୁ ମାନି ନେଇଥିଲେ, ବୌଦ୍ଧ ଧର୍ମ ଗ୍ରହଣ କରି ନେଇଥିଲେ, ମୋତେ ମୋ ପୁଅ ଆଜି ଏମିତି ବନ୍ଦୀ କରି ଅପମାନ ଦେଇ କ୍ଷୁଧା ତୃଷାରେ ରଖି ନଥାନ୍ତା, ବା ମୁଁ ଦଣ୍ଡିତ ହୋଇ ନଥାନ୍ତି। ନିଜେ ଯଦି ତାକୁ ସ୍ୱଇଚ୍ଛାରେ ସିଂହାସନ ସମର୍ପଣ କରି ସନ୍ନ୍ୟାସ ବ୍ରତ ଗ୍ରହଣ କରି ନେଇଥିଲେ ମୋ ପକ୍ଷେ ଭଲ ହୋଇଥାନ୍ତା। ପୁଅ ଅଜାତଶତ୍ରୁ ବାପାଙ୍କର ମଲା ଶରୀରକୁ କୁଣ୍ଢାଇ ଯେତେ କାନ୍ଦି କାଟି ଅଥୟ ଅନୁତପ୍ତ ହେଲେ ବି ଦୋଷମାର୍ଜିତ କ୍ଷମାପ୍ରାପ୍ତ ହୋଇ ନଥିଲା। ଓଲଟି ବାପାର ପିତୃତ୍ୱ ମହାନତାକୁ ଉପଲବ୍ଧି କରିଥିବା ସ୍ଥିତିରେ ଗାଳ୍ପିକ ସୁରେନ୍ଦ୍ର ଗଳ୍ପରେ କିଛି ଉପଦେଶାତ୍ମକ ଅବିସ୍ମରଣୀୟ ନାଟକୀୟ ଛଟାରେ ଭର୍ତ୍ତି ବାକ୍ୟାବଳୀ ଲେଖିଛନ୍ତି ଏହିପରି, ପିତା ଆଜି ପାଇଛି ପିତୃତ୍ୱର ସନ୍ଧାନ, ପୁଣି ସ୍ରଷ୍ଟା ଚିରଦିନ ଉଦାର କ୍ଷମା ସ୍ନିଗ୍ଧ କରୁଣାମୟ। ଅର୍ଥାତ୍ ପୁଅ ସୃଷ୍ଟି ସ୍ରଷ୍ଟା ବାପା, ତେଣୁ ପୁଅ ଯେତେ ଦୋଷ କଲେ ବି ସ୍ରଷ୍ଟା ଜନ୍ମଦାତା ବାପା ପୁଅ ପ୍ରତି ସବୁଦିନେ ଦୟାଳୁ, କ୍ଷମାଦାନକାରୀ, କରୁଣାକାରୀ ଅଟେ। ସୁରେନ୍ଦ୍ରଙ୍କର ପିତା ପୁତ୍ର ଗଳ୍ପଟିରେ ବୌଦ୍ଧ ଧର୍ମର ପ୍ରଣେତା ସ୍ରଷ୍ଟା ବୁଦ୍ଧଙ୍କର ସ୍ମରଣାତୀତ ଝଲକ ଏଥିପାଇଁ ପଶିଛି କି ଗୌତମ ନିଜେ ବି ଜଣେ ରାଜପୁତ୍ର, ରାଜାପୁଅ ଥିଲେ, ତଥାପି ସାଂସାରିକ ମୋହ ତାଙ୍କୁ ଅନ୍ଧ କରିପାରି ନଥିବାରୁ ସେ ତ୍ୟାଗୀ ହୋଇ ଜୀବନର ଶତପଥ ଧର୍ମମାର୍ଗ ଆଚରଣ କରି ଶାନ୍ତି ଲଭିଥିଲେ। ବିମ୍ବିସାରଙ୍କୁ ତାଙ୍କରି ମାର୍ଗରେ ଚାଲିବା ପାଇଁ ଚାହିଁଥିଲେ, ହେଲେ ବିମ୍ବିସାର ରାଜି ନଥିବାର ପରିଣାମ ଭୋଗିଲେ ପୁତ୍ର ଅଜାତଶତ୍ରୁଙ୍କ ଦ୍ୱାରା ବନ୍ଦୀ ହୋଇ ଜୀବନ ହାରି